मैं आउट हूँ बड़ा मैं ऑनलाइन क्वेश्चन समझते क्लास मेरे ऊपर नहीं ठीक है उसमें क्या रवि बैचअप पे क्या और कुछ ना ठीक ତାହେଲେ କଣ ପଢିବ ବାଉଁଶ ଅବଡି ପଢାରେ ପଢିବ ନା ଅଳଙ୍କାରେ ସାରିବ ଯାହା କର ସବୁ ପଢିଦବା ଠିକ କେତେ ଥିଲା ଫାଷ୍ଟ ସାରିଛି ବିଷୟରେ କଣ ଥିଲା କହିଲ ଗପରେ ଯେ ମିସେସ୍ ଚୌଧୁରୀଙ୍କ ବିଷୟରେ ଗପଟା ଥିଲା ଠିକ ଆରାମ ସେ କ୍ୟାରେକ୍ଟର ତାଙ୍କର ଜୀବନରେ ବାଉଁଶରେ ମାନେ ସେ ଗୋଟେ ବାଉଁଶ ଉପରେ ଚଢୁଥାଏ ଗୋଟେ ଝିଅର ପ୍ରାୟତଃ ଝିଅ ମାନେ କରନ୍ତି ଝିଅ ମାନେ ଝିଅ ମାନେ କରନ୍ତି ତ ସେଠି କଣ ଥିଲା କୋଉ ବିଷୟରେ ବୁଝିଯାଇଛ ହଁ ମନସ୍ତତ୍ଵ ନୁହଁ ଏଇଟା ଥିଲା ମାନେ ତାର ଫ୍ୟାମିଲିର ସେ ଯୋଉ ନାରୀ ତା ଫ୍ୟାମିଲି ଗୋଟେ ପଟେ ତା ସ୍ୱାମୀର ଚିନ୍ତାଧାରା ଗୋଟେ ପଟେ ସେଇଆକୁ ନେଇକିନା ମିଶେଇକି କେମିତି ସେ ଆଡଜଷ୍ଟ କରୁଛି ଯେମିତି ବାଉଁଶରାନରେ ସେ ବାଜା ବାଜୁଛି ଲୋକମାନେ ଖୁସି ହେବେ ତାକୁ ଯେତେ କଷ୍ଟ ହେଲେ ବି ସେ ଉପରେ ଏତେ ସରୁ ଧର ବାଉଁଶଟିରେ ନିଜକୁ ଆଡଜଷ୍ଟ କରିକି ଚାଲିଛି ଏଇଠି ମଧ୍ୟ ବିଶେଷ ଚୌଧୁରୀ ସେଇଭଳି ଆଡଜଷ୍ଟ କରିକି ଚାଲିଛନ୍ତି ଅଳ୍ପ ଟିକେ ବଡ ହେଇଥିଲେ କିନ୍ତୁ ଏତେ ବର୍ଷ ହେଲା ସ୍ୱାମୀ ସ୍ତ୍ରୀ ରହିକି କଣ ହେଲାଣି ଏବେ ସେ ଠକିଗଲେଣି କହୁଛନ୍ତି ଯେ ମୋ ପାଖରେ ଆଉ ସମ୍ଭବ ନୁହେଁ ଏତେ ଦିନ ଆଉ ଆଡଜଷ୍ଟ କରିକି ଚାଲିକି ସାମିଲ ହେଇକି ତାପରେ ସେ ନିଜକୁ ଗୋଟେ ଭାବି ଦଉଛନ୍ତି ଯେ ସବୁବେଳେ ନଈ ବଢି ଅତଡା ଖସିଛି ପାଣିକି ଧରି ଯାଉଛି ସେଇ ସୁଅରେ ସେ ଭାସି ଯାଇଛନ୍ତି ଏବଂ ଯାଇକି ଗୋଟେ ଅଛଟା ଆଉ ଗୋଟେ ଦୀପ ଜାଗାରେ ରହିଯାଇଛନ୍ତି ଏବଂ ସେ ପାଣିରେ ତାଙ୍କର ପ୍ରତିବିମ୍ବ ଦେଖୁଛନ୍ତି ସେଇଭଳି ତାଙ୍କୁ ମନେ ହେଉଛି ଏବଂ ସେଠି ସେ ନିଜକୁ ଖୋଜୁଛନ୍ତି ଏଠି ତ ସରସ୍ୱତୀଙ୍କ ପାଣି ତ ପ୍ରତିବିମ୍ବ କିଛି ନାହିଁ ଏଠି କୋଉଠି ଦେଖୁଛନ୍ତି ତାଙ୍କର ସେଇ ଯୋଉ ପରିବାର ସେ ଯୋଉ ବିଶୃଙ୍ଖଳିତ ପରିବାର ତାର ସ୍ୱାମୀର ମାନସିକତା ତାରି ଭିତରେ ଯୋଉ ଦଣ୍ଡି ବେଶୀ ହେଇଯାଉଛନ୍ତି ସେଇ ଅର୍ଥନୈତିକ ଭିତରେ ସେ ନିଜର ପ୍ରତିବିମ୍ବଟିକୁ ନିଜକୁ ଖୋଜୁଛନ୍ତି ତା ଭିତରେ ସେ ଏତେ ବୁଡି ଯାଇଛନ୍ତି ଯେ ଯେତେବେଳେ ସେ ମାନେ ଆସିଛି ମନକୁ ଆସିଛି ଯେ ମୁଁ କିଏ ସେତେବେଳେ ସେ ଖୋଜୁଛନ୍ତି କାହିଁ ମୁଁ କୋଉଠୁ ଏତିକି ପଢାଥିଲା ପୁଣି ପଢିବ ଗେଟ୍ ଖୋଲିବାର ଶବ୍ଦ ଶୁଣି ମୁଁ ଚମକି ପଡିଲି ଯେତେବେଳେ ଏ କଥା ଗୁଡିକ ଭାବୁଥିଲେ ବିଶେଷ କଣ ନା ଚୌଧୁରୀ ମିସେସ୍ ଚୌଧୁରୀ ଯେତେବେଳେ ସବୁ କଥା ଭାବୁଛନ୍ତି ମୁଁ କେମିତି ଆଡଜଷ୍ଟ କରୁଛି କେମିତି ମତେ ବାଟ ଆସିନି ଆଉ ଅସୁବିଧା ଆଉ ସମ୍ଭାଳି ପାରୁନି ଆଉ ଆଗକୁ କଥା କରିପାରିନି ମାନେ କେତେ କଣ ପ୍ରଶ୍ନ ମନରେ ଉଠି ପାରୁଛି ଠିକ ସେଇ ସମୟରେ ଗେଟ୍ ଖୋଲିବାର ଶବ୍ଦ ଶୁଣି ମୁଁ ଚମକି ପଡିଲେ ମିସେସ୍ ଚୌଧୁରୀ ପ୍ରତି ରାତିରେ ଏକ ଏଇ ନିର୍ଦ୍ଧାରିତ ମୁହୂର୍ତ୍ତରେ ମୁଁ ମୋର ଶତ ଚେଷ୍ଟା ସତ୍ତ୍ୱେ ବିଚଳିତ ହୋଇ ପଡେ ତ ପ୍ରତ୍ୟେକ ଦିନ ଯଦି ଏମିତି ଗୋଟେ ଘଟଣା ଘଟେ କିଛି ଗୋଟେ ଘଟଣା ଘଟେ ଯାହାକି ଆମର ପରବର୍ତ୍ତୀ ସମୟରେ ପରବର୍ତ୍ତୀ ବିଷୟରେ ଆମେ ସେଟା ବୁଝିବା କଣ ଘଟଣାଟା କିନ୍ତୁ ଏମିତି କିଛି ଗୋଟେ ଘଟଣା ଘଟେ ସେଇ ଗୋଟିଏ ସମୟରେ ପର୍ଟିକୁଲାର ଗୋଟିଏ ସମୟରେ ଏମିତି ଘଟଣା ଘଟେ ଯୋଉଟା କି ସେ ସତ ଚେଷ୍ଟା କରି ମଧ୍ୟ ବିଚଳିତ ହୋଇ ପଡନ୍ତି ମାନେ ସେ ସ୍ଥିର ରହିପାରନ୍ତିନି ଚଳଚଞ୍ଚଳ ବିଚଳିତ ହେଇଯାଆନ୍ତି ସେଇ ରାତିରେ ଏକ ନିର୍ଦ୍ଧାରିତ ମାନେ ଗୋଟିଏ ସମୟ ନିର୍ଦ୍ଧାରିତ ସମୟ ସେ 10ଟା ବେଳେ ଛାଡିଦେବେ 10ଟା ହେଇଯିବ ତାହେଲେ ପ୍ରତ୍ୟେକ ଦିନ 10ଟା ରାତି ଯଦି 11ଟା ହେଇଥିବ ତାହେଲେ ପ୍ରତ୍ୟେକ ଦିନ 11ଟା ରାତି ସେଇଟା ନିର୍ଦ୍ଧାରିତ ମୁହୂର୍ତ୍ତରେ ବା ସମୟରେ ସେ ସର୍ବଚେଷ୍ଟା ମାନେ ହଜାର ଚେଷ୍ଟା କରନ୍ତି ବହୁତ ଚେଷ୍ଟା କରନ୍ତି ଯେ ସେଇ ସମୟଟାକୁ ସେ ଆଡଜଷ୍ଟ କରିନେବେ ସେ ସମୟଟାକୁ ସେ ସାମ୍ନା କରିବେ ତା ସତ୍ତ୍ୱେ ମଧ୍ୟ ସେ ପ୍ରତ୍ୟେକ ଦିନ ସେମିତି ବିଚଳିତ ହୋଇ ପଡନ୍ତି ଅଥଚ ଏଇ ମୁହୂର୍ତ୍ତ କୌଣସି ନିର୍ଦ୍ଦିଷ୍ଟ ଘଣ୍ଟା ଅପେକ୍ଷା ରଖିନଥାଏ କିନ୍ତୁ ସେଇ ମୁହୂର୍ତ୍ତଟି କୋଉ ଦିନ ଘଣ୍ଟା ଘଣ୍ଟା ସେ ଅପେକ୍ଷା କରେନି ସେ ତା ସମୟରେ ଆସି ପହଞ୍ଚିଯାଏ ତାହା ବର୍ତ୍ତମାନ ଏବଂ ଯେକୌଣସି ସମୟରେ ଉପସ୍ଥିତ ହୋଇଥାଏ ଏବେ ଯୋଉଟା ଗୋଟେ ନିର୍ଦ୍ଧାରିତ ସମୟରେ ଆଗକୁ ଆସୁଥିଲେ ସେ ବିଚଳିତ ହେଇ ଯାଉଥିଲେ କିନ୍ତୁ ସେଇ ମୁହୂର୍ତ୍ତ ଗୁଡିକ କୌଣସି ନିର୍ଦ୍ଦିଷ୍ଟ ଘଣ୍ଟା ଘଣ୍ଟା ଅପେକ୍ଷା ରଖିନଥାଏ ଯେମିତି ଘଣ୍ଟା ଘଣ୍ଟା 9ଟା ବାଜେ 6ଟା ବାଜିବ କି 4ଟା 5ଟା 5ଟା ବାଜିଲେ ଚାଲ ବର୍ତ୍ତମାନ ମଧ୍ୟ କ୍ଲାସ ସରିଗଲା ସେମିତି ସିଏ କୌଣସି ନିର୍ଦ୍ଦିଷ୍ଟ ଘଣ୍ଟା ଘଣ୍ଟାକୁ ଇଏ କରିକି ରହିନଥାଏ ସେ କଣ କରେ ବର୍ତ୍ତମାନ ଏବଂ ଯେକୌଣସି ସମୟରେ ଉପସ୍ଥିତ ହୋଇଥାଏ ଏବେ
ବର୍ତ୍ତମାନ ମାନେ ସେଇ ସମୟରେ अपडेट नौनी एरर आसी ସେ କଣ କହୁଛନ୍ତି ଅଭିତର କଥା ବୋଧେ କୋଉ ଭିତରେ ବି ଆସି ଯାଉଥିଲା କିନ୍ତୁ ଏବେ ଯେକୌଣସି ସମୟରେ ବି ସେ ସମୟଟା ସେଇ ଯୋଉ ପରିସ୍ଥିତିରେ ଉପସ୍ଥିତ ହେଇଯାଉଛି ଆସିକି ପହଞ୍ଚି ଯାଉଛି ସେଟା କଣ ଅଛି ସେ ପରିସ୍ଥିତିଟା କଣ पढ़ी देखो से नॉलेज नहीं क्यों ମୁଁ ସିଲେଇ କରୁଥିଲେ କି ମାଗାଜିନ୍ ପଢୁଥିଲେ କିମ୍ବା ରେଡିଓ ଶୁଣୁଥିଲେ ତାହା ବନ୍ଦ ରଖି ନିଜକୁ କିଛିଟା ସଜାଡି ନେବାର ଚେଷ୍ଟା କରେ ସେଇ ଯୋଉ ମୁହୂର୍ତ୍ତଟି ଆସିଲେ ଯେତେବେଳେ ମୁଁ ତା भाई ସ୍ୱାମୀ ସେଇ ସମୟରେ ଆସ ଘରୁ ବାହାର ଘରକୁ ତ ଯଦି ମୁଁ ସେଇ मोबाइल ସମୟରେ ସେ ସମୟରେ ପହଞ୍ଚିଯାଏ କିନ୍ତୁ ସେଇ ସମୟରେ ମୁଁ ସିଲେଇ କରୁଥାଏ କି ମାଗାଜିନ୍ ପଢୁଥାଏ ଯାହାକି ରେଡିଓ ଶୁଣୁଥାଏ ଯାହା ବି କରୁଥିଲେ ମଧ୍ୟ ତାକୁ ସବୁ ସେ କାମକୁ ସେଇ ବନ୍ଦ କରିଦେଇକି ନିଜକୁ କିଛିଟା ସଜାଡି ନେବାର ଚେଷ୍ଟା କରେ ସତେକି ତାକୁ ଅପେକ୍ଷା କରି କରି ବିରକ୍ତ ହଉଛି ଆଉ ସଜାଡି ନେବାର ଅର୍ଥ ଏଠି କହୁଛନ୍ତି ତାକୁ ଗୋଟେ ଅପେକ୍ଷା କରି କରି ଯୋଉ ବିରକ୍ତି ଭାବଟା ଆସିଯାଏ ସେଇଭଳି କିଛି ସେ ଢାଞ୍ଚା ନିଜର ମନରେ ଆଣିଦିଏ ଏବଂ ସେଇଭଳି ବିରକ୍ତି ଭାବ ସେ ଦେଖାଏ ଅଭିମାନ କରିଛି କି ବିଷର୍ଣ୍ଣ ହୋଇପଡିଛି ଏପରି ଏକ ଚିନ୍ତା ମୋ ମୁହଁରେ ଖେଳାଇ ଦେବାକୁ ଚେଷ୍ଟା କରେ ଅଥଚ କିଏ ଯେମିତି ମତେ ସେତିକି ବେଳେ କହୁଥାଏ କେତେ ଦିନ ଏମିତି ଚାଲିବ ତ ଯେତେବେଳେ କି ଜଣେ ଆସିଥାଏ କିଏ ଅର୍ଥ ଏଠି ନିହାତି ଭାବରେ ତାର ସ୍ୱାମୀ ହେଇଥିବେ ତ ଆସିଲା ବେଳେ ସେ ପାଠ ପଢୁଥିବ ଆରାମସେ ନିଶ୍ଚିତ ରୂପେ ସେ ମାଗାଜିନ୍ ପଢୁଥିବ କି ରେଡିଓଟି ଶୁଣୁଥିବ ଆଉ କିଛି ସିଲେଇ କରୁଥିବ କିନ୍ତୁ ସେ ଆସିବାର ଶବ୍ଦ ଶୁଣି ସେ ମୁହୂର୍ତ୍ତେ ଆସିଗଲେ ନିଜକୁ ଗୋଟେ ବିରକ୍ତିକର ମାନେ ତାର ଚାହାଣୀକୁ ତାର କଥାବାର୍ତ୍ତା ତାର ଚାଲିଚଳନକୁ ବିରକ୍ତି ଭରାରେ ପରିଣତ କରିଦିଏ ଏବଂ ବିଷର୍ଣ୍ଣ ଅଭିମାନ ସତେ ଯେମିତି ସେ ଗୋଟେ କାହା ଉପରେ ଅଭିମାନ କରିଛି ରୁଷିଛି ରାଗିଛି କଥା ହଉନି ଯେମିତି ମୁହଁ ଖୋଲିଛି ସେଇଭଳି ଢାଞ୍ଚା କରିଦିଅନ୍ତି ମିସେସ୍ ଚୌଧୁରୀ କିନ୍ତୁ ସେତିକି ବେଳେ ଆଉ ଗୋଟେ ଶବ୍ଦ ଶୁଣାଯାଏ କିଏ ଜଣେ କହୁଥାଏ ସେତିକି ବେଳେ କିଏ ଯେମିତି ମତେ ସେତିକି ବେଳେ କହୁଥାଏ କେତେ ଦିନ ଏମିତି ଚାଲିବ ଏଇ ସବୁ ଯୋଉ ଚାଲିଛି ତମର ଯୋଉ ଅଭିମାନ ରାଗ ଏମିତି ଦେଖାଯାଉଛି ବଦଳୁଛି ଇଏ କେତେ ଦିନ ଚାଲିବ ବୋଲି କେହି ଜଣେ ପ୍ରଶ୍ନ କରୁ କିନ୍ତୁ ସେ ଆସି ସାମ୍ନାରେ ଛିଡା ହବା କ୍ଷଣି ମନେ ହୁଏ ନାଇଁ ନାଇଁ ସବୁ ଠିକ ଅଛି ତାପରେ ଯେତେବେଳେ ସେ ଲୋକଟି ଆସି ସାମ୍ନାରେ ଠିଆ ହେଇଯାଏ ଏ ଯୋଉ ଚୌଧୁରୀ ମିସେସ୍ ଚୌଧୁରୀଙ୍କ ସାମ୍ନାରେ ସେତେବେଳେ ଠିକ ସେ ନାଇଁ ନାଇଁ ସବୁ ଠିକ ହେଇଯାଇଛି ବୋଲି ଠିକ ବୋଲିକିନା ମିସେସ୍ ଚୌଧୁରୀ ମନେ ମନେ ଭାବନ୍ତି ସେଇ ହସ ସେଇ କଥା ସେଇ ଭଙ୍ଗୀ କିଛି ତ ଭୁଲ ନାହିଁ ଖାଲି ନିଜର ତେବେ ସେଇ ଯୋଉ ଲୋକଟିର ସେଇ ତ ହସ ଅଛି ବଦଳିନି ସେଇ କଥାବାର୍ତ୍ତା ଅଛି ବଦଳିନି ତେବେ ସେ ଭାବନ୍ତି ସବୁ ଠିକ ଠାକ ଅଛି କେବଳ ନିଜର ଭୁଲକୁ ସେ ଦେଖିପାରନ୍ତି ତେବେ ସେଦିନ ପିକନିକରେ ସରଳା ସରଳା କହୁଥିଲା କିଛି ଦିନ ଘର କଲା ପରେ ସ୍ୱାମୀମାନେ ସେମିତି ଅବଜ୍ଞା ହୋଇଯାଆନ୍ତି ମଝିରେ ମଝିରେ ତ କଣ ହେଲା ସେଇ ସମୟରେ ଯେତେବେଳେ ଗୋଟେ ନୂଆ କରିକି ଯିଏ ବାହା ହେଇଥାଏ ତାର ପରବର୍ତ୍ତୀ କିଛି ଦିନ ବାହାଘର ସରିଗଲା ପରେ କିଛି ଦିନର ରହଣି ଭିତରେ ଧୀରେ ଧୀରେ ସ୍ୱାମୀ ମାନେ ଅବାଗିଆ ହେଇଯାଆନ୍ତି ବୋଲି ମଝିରେ ମଝିରେ ତାଙ୍କୁ ଜଣେ ପିକନିକରେ କହିଥିଲେ କି ସରଳା ଆଉ ଗୋଟେ କ୍ୟାରେକ୍ଟର ଆସିଲା ନା ତାର ସରଳା ସେ କୋଉ ଦିନ ଗୋଟେ ପିକନିକ ଯାଇଥିଲେ ତେଣୁ ସେ ପିକନିକ କଥା ମନେ ପକଉଛନ୍ତି ସେଦିନ ପିକନିକରେ ସରଳା କହୁଥିଲା ହେଲେ ଘର ଛାଡି ସ୍ତ୍ରୀ ପିଲା ପରିତ୍ୟାଗ କରି କ୍ୱଚିତ ସ୍ୱାମୀ ଚାଲି ଯାଇଥାନ୍ତି ତ ସ୍ୱାମୀ ମାନେ ଅବାଗିଆ ହେଇଥାନ୍ତି ସତ କିନ୍ତୁ ଘର ଛାଡିକି ସ୍ତ୍ରୀ ପିଲା ଛୁଆଙ୍କୁ ପରିତ୍ୟାଗ କରି ଅର୍ଥାତ୍ ସମସ୍ତଙ୍କୁ ଛାଡି ଦେଇକି ଖୁବ କମ ପିଲା ଅଛନ୍ତି କ୍ୱଚିତ ସ୍ୱାମୀ ଅଛନ୍ତି ଚାଲି ଯାଆନ୍ତି ବିରକ୍ତି ହେଇକି ଚାଲି ଯାଆନ୍ତି ଯଦି ସ୍ତ୍ରୀ ବୁଦ୍ଧିମତୀ ହୁଏ ସ୍ତ୍ରୀ ଯଦି ବୁଦ୍ଧିମତୀ ହୁଏ ଆଙ୍କୁଶ ଠିକ ଆଣ୍ଟି ଧରିଥାଏ ତେବେ ସେଥିରୁ ମୁକୁଳିବା ଏତେ ସହଜ ନୁହେଁ ସବୁ ନିର୍ଭର କରେ ସ୍ତ୍ରୀର ଚତୁର ତେଣୁ ସରଳା ତାକୁ ମନସ୍କୁ ଟିପ୍ସ ଗୁଡାକ ଦେଇଥିଲା ଯେତେବେଳେ ସେମାନେ ଯାଇଥିଲେ ଏକ୍ସକର୍ସନରେ ପିକନିକରେ ହୁଏତ ସରଳା ଏଠି ତ ମେନସନ ନାହିଁ ସେ କିଏ ବୋଲିକି ହୁଏତ ସେ ତାର ସାଙ୍ଗଟିଏ ହେଇଥିବ ତାଙ୍କର କିଏ ଜଣେ ଦୂର ସମ୍ପର୍କୀୟ ବା ବାନ୍ଧବୀ ହେଇଥିବ ତେଣୁ ସେ କହିଛନ୍ତି ବାହାଘରର କିଛି ବର୍ଷ ପରେ ସ୍ୱାମୀ ମାନେ ଟିକେ ଅବାଗିଆ ହେଇଯାନ୍ତି ମଝିରେ ମଝିରେ କେତେବେଳେ ଚିଡଚିଡ ହୁଅନ୍ତି କେତେବେଳେ ଗାଳି ଦଉଛନ୍ତି ଏମିତି ଆଉ କିଛି ସ୍ୱାମୀ ମାନେ ଘର ସ୍ତ୍ରୀ ପିଲା ଛାଡି ଚାଲିଯାନ୍ତି କିନ୍ତୁ ଏସବୁକୁ ନିଜ କଣ୍ଟ୍ରୋଲରେ ରଖିବା ପାଇଁ ଏସବୁର ସମାଧାନ ପାଇଁ ଗୋଟେ ସ୍ତ୍ରୀ ହାତରେ ଥାଏ ସିଏ ଯଦି ଟିକେ ଚତୁର କଣ ଥାଏ ସିଏ ଯଦି ଟିକେ ଚତୁର ବୁଦ୍ଧିମତୀ ଥାଏ ତାହେଲେ ଏ ସମସ୍ତଙ୍କୁ ସେ ଆଙ୍କୁଶ କରିଦିଏ ମାନେ ତାକୁ ଆଙ୍କୁଶ ରଖିବା ମାନେ ଗୋଟେ ଜିନିଷ ଆଙ୍କୁଶ ତାକୁ ଧରି ରଖିବା ଭିଡି ଧରିବା ଆଙ୍କୁଶରେ ରଖିବା ବା ବୁଝିପାରୁଛ ତ ଆଙ୍କୁଡି ଯୋଉଟା ଆଙ୍କୁଶ ଲଗେଇବା ଗୋଟେ ଜିନିଷକୁ ଆଗକୁ ବଢିବାକୁ ନ ଦବା ଅଙ୍କୁଶ ଲଗେଇବା ତାକୁ କୁହାଯାଏ ହେଲା ଆଙ୍କୁଶ ଠିକ ଆଣ୍ଟି ଧରିଥାଏ ତାହେଲେ ସେ ସ୍ୱାମୀ ସେ ଘର ପରିବାର ରହେ କୁଆଡେ ଯାଏ ନାହିଁ ତେଣୁ ଏଇଟା କାହା ଉପରେ ନିର୍ଭର କରେ ଗୋଟେ ସ୍ତ୍ରୀର ବୁଦ୍ଧି ଏବଂ ତାର ଚତୁରତା ଉପରେ ନିର୍ଭର କରେ ଦର୍ପଣରେ ମୁହଁରେ କୋଉ ବିବାହିତ ନାରୀ ନ ଜାଣିଲେ ଦର୍ପଣରେ ମୁହଁ ଦେଖି ଦର୍ପଣ ହେଲା ଆଇନା ମିରର ଯୋଉଟା କହୁଛ
ତାପରେ ମୋର ବି ବିବାହ ଦିନରେ ନ ଜାଣେ ଯେ ସନ୍ତାନ ଜନ୍ମ ସାଧାରଣ ଜନ୍ମ କରିପାରିବନି, କିନ୍ତୁ ଯେତେବେଳେ ଗୋଟେ ସ୍ତ୍ରୀ ଟିଏ ପିଲା ଜନ୍ମ କରିସାରେ ସେତେବେଳେ ତଥାପି ସ୍ତ୍ରୀ ଟିଏ ଟିକେ ଅଧିକା ଏଜେଡ୍ ଲାଗେ, କାହିଁକି ଦୁନିଆ ସାରା ହରମୋନାଲ ଇମ୍ବାଲାନ୍ସ ହରମୋନାଲ ଗୋଟେ ଛୁଆଟେ ତିଆରି କରିବା ସୃଷ୍ଟି କରିବା, ତାପରେ ନିହାତି ଭାବରେ କିଛି ଚେଞ୍ଜ ଆସିବ, ତାର ଟିକେ ମୋଟା ହେଇଯିବ, ପୁରା ଝଡିକି କଣ୍ଟା ହେଇଯାଏ, ଏଇଭଳି ମୁହଁରେ ପିମ୍ପଲ୍ସ ଆସେ, ଏମିତି ସବୁ ହୁଏ ଯେହେତୁ ତେଣୁ କରିକି ଏବେ ସିନା ମଡର୍ନ ଯୁଗ ହେଇଗଲାଣି, ବିଭିନ୍ନ ପ୍ରକାର ଜିନିଷ ବାହାରିଲାଣି, ଲୋକମାନେ ଜଣା ପଡୁନାହାନ୍ତି ସନ୍ତୁର ମାମା ହେଇଗଲାଣି, ଦିଟା ତିନିଟା ଛୁଆ ଥିବ କିନ୍ତୁ ମାଟେ ଜଣା ପଡୁନଥିବ ତାର ଛୁଆଟେ ଅଛି ବୋଲିକିନା, କାହିଁକି ନା ବିଭିନ୍ନ ପ୍ରକାର ଖାଇବା ପିଇବା ଡାଏଟ ସବୁ ଜାଣିଗଲାଣି, ସେତେବେଳେ ତ ସେଗୁଡା ନଥିଲା ନା, ତେଣୁ ଗୋଟେ ସ୍ତ୍ରୀଟି ଯେତେବେଳେ ତାର ଛୁଆଟେ ହୁଏ ସେ ଟିକେ ଯେତିକି ବୟସରୁ ଆଉ ଟିକେ ଅଧିକ ବୟସ ଦେଖାଯାଏ, ତେଣୁ ସେ ନିହାତି ଭାବରେ ମିରରେ ଯେତେବେଳେ ତା ମୁହଁ ଦେଖେ ସେତେବେଳେ ସେ ତାର ପୂର୍ବ ମୁହଁଟା ଆଉ ପାଏନି, ପୂର୍ବ ଚେହେରାଟା ଆଉ ପାଏନି, ତେଣୁ ପୁରୁଷ ଠାରୁ ବୟସରେ ଅନେକ କମ ହେଲେ ବି ସେ ସବୁ ପୁଅଟି ଯାହାକୁ ବାହା ହେଇଥାଏ ସବୁ ସ୍ୱାମୀର ବୟସ ବଡ ସ୍ତ୍ରୀର ବୟସ କମ ହେଇଥାଏ, ସେଇ ଯୁଗରେ ବର୍ତ୍ତମାନ ବହୁ ଜାଗାରେ ଜଣେ ତ ହଉଛି ଲଭ୍ ମ୍ୟାରେଜ ଯୋଉଠି ହଉଛି ସ୍ତ୍ରୀ ମାନେ ବଡ ହଉଛନ୍ତି ସ୍ୱାମୀ, ମୁଁ ଦେଖିଛି ଗୋଟେ ଦିଟା ଘଟଣାରେ ସ୍ତ୍ରୀ ମାନେ ବଡ ହେଇଥିବେ ବର୍ଷେ କି 2 ବର୍ଷ ନାଇଁ ସ୍ୱାମୀ ମାନେ ଛୋଟ ଥିବେ, ତମର ଡେକ୍ଟିଟର ଜଣେ ଥିଲେ ନା ତାର ନାଟା ମନେ ପଡୁନି, ତାର ସେମିତି ତାର ସ୍ତ୍ରୀଟା ବଡ ଥିଲା ସ୍ୱାମୀଟି ବୟସରେ ସାନ ଥିଲା, ଏବେ କେବେ ସମ ବୟସରେ ମଧ୍ୟ ହେଇଥାନ୍ତି ଏକା କ୍ଲାସମେଟ, କିନ୍ତୁ ସେତେବେଳେ ସମୟରେ ନିହାତି ଭାବରେ ଗୋଟେ ସ୍ୱାମୀଟି 5 ବର୍ଷ 4 ବର୍ଷ 8 ବର୍ଷ ଏବେ 10 ବର୍ଷ ବଡ ମଧ୍ୟ ହେଇଥିଲା, ହେଲେ ବି ସେଇ ଜାଗାରେ ବି ଗୋଟେ ସ୍ତ୍ରୀଟିଏ ଯେତେବେଳେ ପିଲା ଜନ୍ମ କରିସାରେ ତାର ଯୋଉ ମାନେ ସେ ମିରର ଦେଖିକି ସବୁବେଳେ ଭାବେ ମୋର ବୟସ ବଢିଗଲାଣି, ମୁଁ ବୟସ୍କ ଦେଖାଗଲାଣି, ତେଣୁକରି ସେ କହିଛନ୍ତି ସେଟାର ବୟସରେ ଅନେକ କମ ହେଲେ ବି ତାକୁ ବୟସକୁ ଧରି ଅଣନିଶ୍ୱାସୀ ହୋଇ ଦୌଡିବାକୁ ପଡେ, ସେତେବେଳେ ସେ ବୟସକୁ ଧରି ରଖିବା ପାଇଁ ଅଣନିଶ୍ୱାସୀ ଦୌଡି, ଛୁଆ ଜନ୍ମ ହେଇଗଲାଣି ତାର ଦୁନିଆ କାମ ଅଛି, ସେ ଛୁଆକୁ ଖାଇବା ପିଇବା ବଡ କରିବା ପାଠ ପଢେଇବା ଏଇ ସଂସାର ବୋଝ ଆହୁରି ଅଧିକା ସ୍ତ୍ରୀର ଉପରେ ପଡିଯାଏ, ତେଣୁ ସେ ଆହୁରି ଦୌଡେ, ଯୋଉ ଯେତିକି ରେସରେ ସେ ଚାଲୁଥିଲା ତାର ଘର ସଂସାର ଚଳଉଥିଲେ ତାଠୁ ଆହୁରି ଅଧିକା ରେସରେ ତାର ଘର ସଂସାର ଚଳାଇବା ପାଇଁ ଲାଗି ପଡେ, 5ଟି ସନ୍ତାନର ଜନନୀ ହେଲା ପରେ ସେ ଦୌଡା ଦୌଡିରେ ନିଜକୁ ଯେତେ ଅବ୍ୟାହତ ନେଉଛି ତାହା ସମ୍ଭବ ହୋଇନାହିଁ, ବର୍ତ୍ତମାନ ଏଇ ଯୋଉ ମିସେସ ଚୌଧୁରୀ ଯେ ତାଙ୍କର 5ଟା ଛୁଆ, 5ଟା ଛୁଆର ମା ହେଇଗଲା ପରେ ମଧ୍ୟ ସେ ଭାବିଛନ୍ତି ଏବେ ଟିକେ ନିସ୍ତାର ନେବି, ଏବେ ଟିକେ ମୁଁ ଏଇ ଯୋଉ ଦୌଡା ଦୌଡି ଭାଗା ଦୌଡା ଛୁଆ ବୁଲିବ ଛୁଆ ଖାଇବ ଛୁଆ ବାଥରୁମ ଗଲାଣି ଛୁଆ ଗାଧେଇବ, ଏଇ ଯୋଉ ଦୌଡା ଦୌଡି ଆଉ ତା ସହିତ ଆହୁରି ଅନ୍ୟାନ୍ୟ ଆନୁଷଙ୍ଗିକ କାମ ମିଳିବ, ଆ ଭିତରୁ ସେ ନିଜକୁ ଟିକେ ଅବ୍ୟାହତ ଦେବାକୁ ଚାହାନ୍ତି, ଟିକେ ରେଷ୍ଟ କରିବାକୁ ସେଠୁ ଟିକେ ବାହାରିବାକୁ ଚାହାନ୍ତି, ହେଲେ ତାହା କେବେ ସମ୍ଭବ ହୋଇନାହିଁ, ମାତ୍ର ପରିଣାମ ଯାହା ସ୍ୱାଭାବିକ ତାହା ହିଁ ଘଟିଛି, ସମସ୍ତ ଅଭାବ ମୁଁ ତାଙ୍କର ପୂରଣ କରିପାରିବି ନାହିଁ କିମ୍ବା ଯେଉଁମାନେ ତାହା ପୂରଣ କରିବେ ସେମାନଙ୍କୁ ମଧ୍ୟ ବଧେଇ ଯୋଗେଇକି ସ୍ୱୀକାର କରିପାରିବି, ତେଣୁ ଏଇଠି ସେ କହୁଛି ସମସ୍ତ ଅଭାବ ସ୍ୱାମୀଟିର ସବୁ ଅଭାବକୁ ମୁଁ ପୁରା କରିପାରିବି ନାହିଁ କିମ୍ବା ପିଲାମାନଙ୍କର ଯାହା ଅଭାବ ପୁରା କରିବେ ନାହିଁ କିମ୍ବା ପୁରା ପରିବାରର ଅଭାବ ସବୁ ସମୟରେ ଜଣଙ୍କ ପାଖରେ ସବୁ କିଛି କରିବା ସକ୍ଷମ ହୋଇନଥାଏ, ତେଣୁ ଯାହା ଯେଉଁମାନେ ତାହା ପୂରଣ କରିବେ ସେମାନଙ୍କୁ ମଧ୍ୟ ବଧେଇ ଯୋଗେଇକି ସ୍ୱୀକାର କରିପାରିବି ନାହିଁ, ଏଇଠି ସେ କହୁଛନ୍ତି ଯେ ମୁଁ ଅବଶ୍ୟ ମୁଁ ଥକି ଗଲିଣି କିନ୍ତୁ ଯେ କି ମୋର ଜାଗାରେ ଆଉ କିଏ ଆସି କିଛି କାମ କଲେ ସେଇଟାକୁ ମଧ୍ୟ ମୁଁ ଦେବି ନାହିଁ, ତାଙ୍କୁ ବଧେଇ ଯୋଗେଇ ଦେବି ନାହିଁ, ଅର୍ଥାତ୍ ତାଙ୍କୁ ସ୍ୱାଗତ କରି ଆଣିପାରିବି ନାହିଁ, ମୁଁ ମଧ୍ୟ ଆଉ ଦୌଡ଼ି ପାରିବି ନାହିଁ, ମୁଁ ଆଉ ଭାବି ପାରିବିନି, ଫଟଫଟ ଜୋତା ଶବ୍ଦ ଆଗେଇ ଆସୁଛି, ସେ ଫେରିଲେଣି, ମାତ୍ର ଆଜି ପୁଣି କଣ ସାଙ୍ଗରେ ଜଣେ ମହିଳା ବି ଅଛନ୍ତି, ତେଣୁ ସେ ଆଉ ନ ଭାବିଛନ୍ତି ମିସେସ ଚୌଧୁରୀ ଆଉ କିଛି ଭାବି ପାରୁନାହାନ୍ତି, ଫଟଫଟ ଜୋତା ଶବ୍ଦ କିଛି ଗୋଟେ ପାଦର ଜୋତାର ଶବ୍ଦ ଆଗରେ ହଉଛି, ଘର ଭିତରେ ଜଣେ କିଏ ବସି ଆସିବାର ଶବ୍ଦ ଶୁଣା ଯାଉଛି, ସେ ଫେରିଲେଣି, ମାତ୍ର ଆଜି ପୁଣି କଣ ସାଙ୍ଗରେ ଜଣେ ମହିଳା ବି ଅଛନ୍ତି, ଆଜି ଆସିଛନ୍ତି ଯେତେବେଳେ ତାର ସ୍ୱାମୀଟି ମିଷ୍ଟର ଚୌଧୁରୀ ସାଙ୍ଗରେ ଗୋଟେ ମହିଳାଟିଏ ଆସିଛନ୍ତି, ଆଉ ଜଣେ ସ୍ତ୍ରୀ ଲୋକକୁ ସାଙ୍ଗରେ ଧରିକି ଆସିଛନ୍ତି, ପୁଣି ଯେପରି ଏକ ପ୍ରାଗୈତିହାସିକ ବିଚାର ମୋ ଉପରେ ସବାର ହୋଇଗଲା, ମୁଁ ହସି ହସି ଚେୟାରରୁ ଉଠିଗଲି ଏବଂ ପରଦା ଆଡେଇ ଦେଇ କହିଲି, ଆରେ ଏତେ ଡେରି କରିଦେଲ, ଐତିହାସିକ ହେଲା ତାକୁ ମିଶେଇକି ଲେଖା ହେଇଛି ପ୍ରାଗୈତିହାସିକ, ପୁରୁଣା ଘଟଣା ଗୁଡିକ ତାଙ୍କର ପୁରୁଣା ଇତିହାସ ମନେ ପଡିଗଲା, କଣ ସେ ଘଟଣା ପୁରୁଣା ଇତିହାସ, ଆଗ ଯୁଗରେ ଗୋଟେ ରାଜା 3ଟା ସ୍ତ୍ରୀ ଥିଲା,
ନାଇଁ 4ଟା ସ୍ତ୍ରୀ ଥିଲା 5ଟା ସ୍ତ୍ରୀ ଥିଲା ତ ଏବେ ଗୋଟେ ଯେତେବେଳେ ଗୋଟେ ମହିଳାଟେ ଆସିଛି ତା ସାଙ୍ଗରେ ଆଉ ବାହା ହେଇଗଲେ କି ଆଉ ଥରେ ତା ସହିତ? ତ ମୁଁ ବସି ସେୟାର ଭିତରେ ମୁଁ ପରଦାରେ ଦେଲି ଆରେ ଏତେ ଡେରି କରିଦେଲ ଭଦ୍ର ମହିଳାକୁ କଟାକ୍ଷ କାଟ କରି ମୋ ସ୍ୱାମୀ କହିଲେ ମିଟ୍ ମାଇ ୱାଇଫ ତେବେ ସେ ଯୋଉ ଭଦ୍ର ମହିଳା ଯିଏ ଆସିଥିଲେ ତାଙ୍କ ସହିତ ତାଙ୍କୁ କଟାକ୍ଷ ଆଖି କରି ମାନେ ଚାହିଁକି କଣ ଚାହିଁକି କହିଲେ କଣ ଇଙ୍ଗିତ ଦେଲେ କହିଲେ ମିଟ୍ ମାଇ ୱାଇଫ ମୋର ୱାଇଫ ସେଥିରେ ଭେଟ ହବ ଇଏ ମୋର ସ୍ତ୍ରୀ ଇଏ ହଉଛି ମିସ୍ ଲୁନା ଇଏ ହଉଛନ୍ତି ମିସ୍ ଲୁନା ତେବେ ତାକୁ କହୁଛନ୍ତି ବାହାରରୁ ଆସିଛନ୍ତି ଏବେ ଟ୍ରାନ୍ସଫର ହଉ ଏ ଯୋଉ ସରି ବିହାରରୁ ଆସିଛନ୍ତି ଏବେ ଟ୍ରାନ୍ସଫର ମିସ୍ ଲୁନା ହଉଛନ୍ତି ଯୋଉ ଭଦ୍ର ମହିଳାଟି ଆସିଛନ୍ତି ମାନେ ସେ ଜଣ ଅବିବାହିତା ମହିଳାଟିଏ ମିସ୍ ଲଗା ଯାଇଛି ଯେହେତୁ ତାଙ୍କ ନାଁ ହେଲା ଲୁନା ସିଏ ଆସିଛନ୍ତି ତାର ସ୍ୱାମୀଙ୍କ ସହିତ ମିସେସ ଚୌଧୁରୀଙ୍କ ସ୍ୱାମୀଙ୍କ ସହିତ ତେଣୁ କହୁଛନ୍ତି ସେ ବିହାରରୁ ଆସିଛନ୍ତି ଟ୍ରାନ୍ସଫର ହେଇଯିବ খুব সুন্দর ভায়োলিন বজাতে নাচি ବି ପାରନ୍ତି ତେବେ ସେଇ ଯୋଉ ଭଦ୍ର ମହିଳା ଜଣକ ମିସ୍ ଲୁନା ବୋଲିକିନା ସୁନ୍ଦର ଭାବରେ ନାଚି ପାରନ୍ତି ଏବଂ ସୁନ୍ଦର ଭାୟୋଲିନ ମଧ୍ୟ ବଜାଇ ପାରନ୍ତି ଭଦ୍ର ମହିଳା ତେବେ ଏଠିକାର କେହି ନୁହନ୍ତି ସମ୍ପୂର୍ଣ୍ଣ ରୂପେ ବାହାରର ହସି ଦେଇ ଲୁନା କହିଲେ ଓ ମିସେସ ଚୌଧୁରୀ ତେବେ ଏଇ ଯୋଉ ଭଦ୍ର ମହିଳାଟି ଆସିଛନ୍ତି ଏଠିକାର ନୁହନ୍ତି ବିହାରରୁ ଟ୍ରାନ୍ସଫର ହେଇକି ଆସିଛନ୍ତି ତେଣୁ କହୁଛନ୍ତି ଇଏ ତାହେଲେ ଏଠିକାର ନୁହେଁ ସମ୍ପୂର୍ଣ୍ଣ ବାହାରର ହସି ଦେଇ ପୁଣି ଲୁନା କହୁଛନ୍ତି ଓ ମିସେସ ଚୌଧୁରୀକୁ ଚାହିଁକି ଲୁନା କହୁଛନ୍ତି ମିସେସ ଚୌଧୁରୀ ଆପଣଙ୍କ ପ୍ରଶଂସା ଶୁଣି ଶୁଣି ମୁଁ କ୍ଳାନ୍ତ ହୋଇଗଲିଣି ତେବେ ସ୍ୱାମୀଟି ତାମାନେ ମଝିରେ ମଝିରେ ପ୍ରଶଂସା କରୁଛନ୍ତି ସ୍ତ୍ରୀଟିର ତେଣୁ ସେ ଲୁନା ଯେ ଲୁନା କହୁଛନ୍ତି ମିସେସ ଚୌଧୁରୀକୁ ଆପଣଙ୍କର ପ୍ରଶଂସା ଗୁଡିକ ଶୁଣି ଶୁଣିକି ମୁଁ କ୍ଳାନ୍ତ ମାନେ ଅବସାଦ ହେଇଗଲିଣି କ୍ଳାନ୍ତ ଟିକେ ଥକି ଗଲେଣି ଶୁଣି ଶୁଣି କ୍ଳାନ୍ତ ହେଇକି ଏଠି ହବ ଶବ୍ଦର ଅର୍ଥ କ୍ଳାନ୍ତର ଅର୍ଥ ଏଠି ହବ ଥକି ଗଲେଣି ଆପଣଙ୍କ ପ୍ରଶଂସା ଶୁଣି ଶୁଣି ଆଜି କେବଳ ଆପଣଙ୍କ କଥା ଶୁଣି ମୋର ସନ୍ଧ୍ୟାଟା ହିଁ ଯାଇଛି ସେତିକିରେ କଣ ମୁକ୍ତି ଅଛି ମିସେସ ଚୌଧୁରୀ କହିଲେ ନାଇଁ ଆଜି ରାତିରେ ଆପଣଙ୍କୁ ଦେଖା କରିବାକୁ ହେବ ହିଁ ହେବ କାଲି ଆମେ ସବୁ ଶିକାରରେ ଯିବୁ ଆପଣ ନିଶ୍ଚୟ ଯିବେ ତେବେ ପୁଣି କହୁଛନ୍ତି ଯେ ଆଜି କେବଳ ଆପଣଙ୍କ କଥା ଶୁଣି ମୋର ସନ୍ଧ୍ୟାଟା କଟିଯାଇଛି ମାନେ ମିସ୍ ଲୁନା କହୁଛନ୍ତି ମିସେସ ଚୌଧୁରୀ ଆଜି ସନ୍ଧ୍ୟାଟା ମଧ୍ୟ ପୁରା ସନ୍ଧ୍ୟାଟି ତମର ପ୍ରଶଂସା ଶୁଣି ଶୁଣି ମୋର କଟି ଯାଇଛି ସେତିକିରେ କଣ ମୁଁ ମୁକ୍ତି ଅଛି ତମର ଯୋଉ ମିଷ୍ଟର ଚୌଧୁରୀ କହିଲେ ଆଜି ରାତିରେ ଆପଣଙ୍କୁ ଆମ ଘରକୁ ଯିବାକୁ ପଡିବ ଦେଖା କରିବାକୁ ପଡିବ ମୋ ସ୍ତ୍ରୀ ସହିତ କାରଣ କାଲି ଆମେ ସବୁ ଶିକାରରେ ଯିବୁ ଏବଂ ଆପଣ ନିଶ୍ଚୟ ଯିବେ କାହାକୁ ତାର ସ୍ୱାମୀଟି ଲୁନାକୁ ଏସବୁ କଥା କହିକି ଡାକିକିନା ଆଣିଛି ମୁଁ ମାନେ ଆରେ ଆଶ୍ଚର୍ଯ୍ୟ ଆପଣ ତ ଖୁବ ସୁନ୍ଦର ଓଡିଆ କହିପାରୁଛନ୍ତି ତାପରେ ସେ ଯେତେବେଳେ କହିଛନ୍ତି ଓଡିଆ ଏ ଯୋଉ ବିହାରୀ ମିସ୍ ଟି ବିହାରୀ ଲୁନା ମିସ୍ ଲୁନା ତ ସେ ବିହାରୀ ତାପରେ ଯେତେବେଳେ ଓଡିଆରେ କହୁଛନ୍ତି ତେବେ ମିସେସ ଚୌଧୁରୀ କହୁଛନ୍ତି ଆପଣ ତ ବଢିଆ ଓଡିଆ କହିପାରୁଛନ୍ତି ହଠାତ୍ କଣ କହିବାକୁ ହେବ ମୁଁ ଜାଣିପାରିଲିନି ଏବଂ ସମସ୍ତ ଭିତରେ ମୋ ମୁନା ମିସେସ ଚୌଧୁରୀ ଆପଣ ଭୁଲ ବୁଝିଛନ୍ତି ମୁଁ ଖାଣ୍ଟି ଓଡିଆ ସେଇ ଯୋଉ ଝିଅଟି ମିସେସ ନା ମିସ୍ ଲୁନା ସିଏ ମଧ୍ୟ ଓଡିଆ ସେ ତେଣୁ କହୁଛି ମୁଁ ଆପଣ ବୋଧେ ଠିକ ସେ ବୁଝିପାରିଲେନି ଆପଣ ମତେ ଭୁଲ ବୁଝିଛନ୍ତି ମୁଁ ଓଡିଆ କହିପାରୁଛି କି ଆପଣ ଭାବୁଥିଲେ ମୁଁ ବିହାରୀ ଲୋକଟା ଓଡିଆ କେମିତି କହୁଛି ତେଣୁ ନିଜର ପୁରା ଇତିହାସ ଗୁଡିକୁ ଜଣେଇବ ଅତୀତ କଣ ତେଣୁକରି କହୁଛି ମୁଁ ହଉଛି ଜଣେ ଖାଣ୍ଟି ଓଡିଆ ପିଲାଦିନରୁ ବାପାଙ୍କ ସାଙ୍ଗରେ ଓଡିଶା ବାହାରେ ମୁଁ ରହୁଥିଲେ ବି ଓଡିଆ ଭାଷାକୁ ଭୁଲି ନାହିଁ ତ ବାପା ଯେହେତୁ ଚାକିରି କରିଛନ୍ତି ବାହାରେ ମୁଁ ପିଲାଦିନରୁ ରହୁଥିଲି ବାହାରେ ତେଣୁ କରିକି ଓଡିଆ ରହିଥିଲେ ମଧ୍ୟ ଓଡିଆ ଭାଷାକୁ କେବେ ଭୁଲି ନାହିଁ ଏଥର କୁହନ୍ତୁ ଆପଣ କାଲି ଆସୁଛନ୍ତି ତ ମି ଚୌଧୁରୀ ଆପଣ କୁଆଡେ ଜର୍ଣ୍ଣି ମୋଟେ ଟୟଲେଟ କରିପାରନ୍ତି ନାହିଁ ବିଶେଷତଃ ଜଙ୍ଗଲିଆ ରାସ୍ତା ତେଣୁ କହୁଛନ୍ତି ଲୁନା କହୁଛନ୍ତି ମିସେସ ଚୌଧୁରୀ ଆପଣ କାଲି ଯିବେ ତ ଶିକାରରେ ଯିବେ ନା ତ ଯିବେ ତ ଆଉ ମୁଁ ଶୁଣିଛି ଆପଣ କୁଆଡେ ଜର୍ଣ୍ଣି ମାନେ ଯୋଉ ଯିବା ଲଙ୍ଗ ଜର୍ଣ୍ଣି ଯିବା ପାଇଁ ମୋଟେ ଟୟଲେଟ କରିପାରନ୍ତିନି ବରଦାସ୍ତ କରିପାରନ୍ତି ଆପଣଙ୍କୁ ଭଲ ଲାଗେନି କମ୍ଫର୍ଟ ଲାଗେନି ଆଉ ବିଶେଷତଃ ଜଙ୍ଗଲିଆ ରାସ୍ତାର ଯୋଉ ଉଠାଣି ଗଡାଣି ଗୁଡିକ ସେଗୁଡିକ ଆପଣଙ୍କୁ ଭଲ ଲାଗେ ନାହିଁ ବୋଲି ମିସେସ ଚୌଧୁରୀଙ୍କୁ ଭଲ ଲାଗେ ନାହିଁ ବୋଲି ଲୁନା କହୁଛନ୍ତି ସତ ତ ମୋର ସ୍ୱାମୀ ନିହାତି ଖାମଖିଆଲ ଭାବିବା ମୋର ଉଚିତ ନଥିଲା କେବେ ହେଲେ ଅନ୍ତତଃ ମୋର କଷ୍ଟଟା ଯେ ଅନୁଭବ କରିଥାନ୍ତି ବୋଲି ବହୁବାର କହିଥାନ୍ତି ଦୃଷ୍ଟିରେ କହୁଛନ୍ତି କିଏ ମିସେସ ଚୌଧୁରୀ କହିଲେ ସତେ ତ ମୋ ସ୍ୱାମୀ ନିହାତି ଭାବରେ ଖାମଖିଆଲ ମୁଁ ଯୋଉ ଭାବୁଥିଲି ଗୋଟେ ଖାମଖିଆଲ ବୋଧେ ସେ ଖାମଖିଆଲି ଭାବିବା ଉଚିତ ନୁହେଁ କାରଣ ସିଏ ଅନ୍ତତଃ ମୋର କଷ୍ଟଟା ସେ